ମସିହା ଜାନୁଆରୀ ମାସ 26 ତାରିଖରେ ଭାରତର ଶାସକ ଗଭର୍ଣ୍ଣର ଜେନେରାଲ ସିରାଜ ପରିଚାଳିତ ଭାରତକୁ ଏକ ସ୍ୱାଧୀନ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଦେଶ ତେଣୁ ଏହି ଦିନ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ 26 ତାରିଖଟିକୁ ଏକ ଜାତୀୟ ଦିବସ ଭାବେ ପାଳନ କରି ଆସୁଅଛୁ। ଆମ ଦେଶରେ ରାଜଧାନୀ ଦିଲ୍ଲୀରେ ଆମ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ଓ ଜାତୀୟ ସଂକେତ ପାଠ କରାଯାଏ। ଶପଥ ନିଆଯାଏ। ଦେଶର 3ଟି ସେନା ମୁଖ୍ୟ ସ୍ଥଳ ସେନା, ବାୟୁସେନା, ବାୟୁସେନା ସମୂହ ପ୍ୟାରେଡରେ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇଥାନ୍ତି। ଦେଶର ବୀର ଯବାନମାନଙ୍କୁ ସେମାନଙ୍କର ବୀରତ୍ୱ ପାଇଁ ପରମବୀର ଚକ୍ର ଓ ବୀର ଚକ୍ର ପ୍ରଦାନ କରାଯାଏ। ଛୋଟ ଛୋଟ ସାହସୀ ପିଲାମାନଙ୍କୁ ସେମାନଙ୍କର ସାହସିକତା ପାଇଁ ଜାତୀୟ ସାହସୀ ପୁରସ୍କାର ଦିଆଯାଇଥାଏ। ଆମ ରାଜ୍ୟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ। ଧନ୍ୟବାଦ। Thank you. Your speech reflected your patriotism